ମାନନ୍ତ ତାର କଥା ଅନନ୍ତ, ତାର କଥା ଅନନ୍ତ। जयंती मंगला काली भद्रकाली कपालिनी दुर्गे शिवे क्षमे धात्री स्वाहा स्वाधा नमस्तुते। मधुकैटभ विध्वंसी विधात्री वरदे नमः। रूपं देहि जयं देहि जसो देहि दिशो जहि। ए संसार रे समस्त सुखर मूलाधार हेउछि मातृकृपा। मार अहेतुकी कृपारे ही ए संसार होइथाए गतिशील। ए जीव जगत प्रत्येकंकर माँ ही हेउछि प्रथम संपृक्ति एवं माँ ही हेउछि प्रथम स्पर्श। से ही स्नेहदात्री धात्री और रक्षाकर्त्री। मार महिमा केही भाषा रे मध्य वर्णना करि परिबे नाही। वास्तविक से अवर्णनीय ताहा नित्य नैमित्तिक। आउ माँ हेउछि नित्य नूतन एवं से हेउछि सकल शक्तिर आधार। से ही आधारदायी, से ही आश्रयदायी आउ शक्ति प्रदायिनी, शक्ति स्वरूपिणी, आनंददायिनी ओ कल्याणमयी सर्वोपरि माँ ही हेउछि अखंड शांति प्रदायिनी। विदेहि देवी कल्याणं विदेहि विपुलाश्रियं। रूपं देहि जयं देहि जसो देहि दिशो जहि। केउ आदिम कालरू माँ को देवी बा दैवी शक्ति रूपे कल्पना करी पूजा आराधना करा होई आसुछि। मार असीम शक्ति, असीम कीर्ति, असीम ज्योति, असीम रूप और असीम दृष्टि ही ताको विभिन्न नाम रे नामित कराइछि। केतेबेले सेई माँ 10 महाविद्या तो पुणी केतेबेले महालक्ष्मी महासरस्वती पुणी से मध्य महाकाली। केबे से हेउछि महामाया भद्रकाली दुर्गा 10 भुजा, केबे सहस्र भुजा रक्षाकाली तो आउ केतेबेले सेई माँ मध्य रूप निये 64 जोगिनी रूपरे। विविध तांकर रूप थिले मध्य आम दृष्टि रे सेई माँ ही हेउछि शत्रु संहारिणी, साहाय्यकारिणी, सौभाग्यदायिनी तथा शांति प्रदायिनी रूपरे को अनंत कालरू से जनमानस रे पूजा पाई आसुअछि। सनातन हिंदू संस्कृति रे पूरी रहिछि अगणित मातृशक्तिर पूजा परंपरा। मुख्यतः अजनी संभूता माँ दुर्गा दुष्ट राक्षस महिषासुर को विनाश करिबा निमित्त सबु देवतांकर अस्त्र शस्त्र और शक्ति को नहीं ए धरा पृष्ठरे आविर्भूता होइथिले। सेथिपाई शरत काल रे ओ बसंत काल रे देवींकर नवरात्र पूजा 16 पूजा अनुष्ठित होइथाए। सप्तशती चंडी मतरे भारत वर्षरे दुर्गति नाशिनी दुर्गा, उग्रतारा, चंडी, चामुंडा, कात्यायनी, ज्वालामुखी, षोडशी, छिन्नमस्ता, धूमावती,
ଲକ୍ଷ୍ମୀ, ସରସ୍ୱତୀ, କାଳୀ ଆଦି ବିବିଧ ରୂପରେ ପୂଜା ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ବିବିଧ ରୂପରେ ସେ ମଙ୍ଗଳା, ବିମଳା, ଭୁବନେଶ୍ୱରୀ, ଭଗବତୀ, ସାରଳା, ହିଙ୍ଗୁଳା, ଭଟ୍ଟାରିକା, ଚର୍ଚ୍ଚିକା, ବିରଜା, ତାରିଣୀ ଓ ତାରା ପ୍ରଭୃତି ଏମିତି ବିଭିନ୍ନ ନାମରେ ମା ପୂଜା ପାଇ ଆସୁଛନ୍ତି। ମଙ୍ଗଳା ମଙ୍ଗଳା ହନ୍ତ୍ରେ ବିଶ୍ୱମାତା ହରପ୍ରିୟା, ଗିରିରାଜସୁତା ଗୌରୀ, ଗିରିକନ୍ଦର ବାସିନୀ, ବିଶ୍ୱହା ବିଶ୍ୱଜନନୀ, ବିଶ୍ୱପାଳନକାରିଣୀ, ବନ୍ଦ୍ୟାରୁ ବନ୍ଦ୍ୟ ବରଦା, ବରଣ୍ୟା ହର ଭାବିନୀ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶକ୍ତିମୟୀ ଦୁର୍ଗାଙ୍କର ଦ୍ୱିଭୁଜା, ଚତୁର୍ଭୁଜା, ଅଷ୍ଟଭୁଜା, ଦଶଭୁଜା ଏବଂ ଷୋଡ଼ଶଭୁଜା ମୂର୍ତ୍ତି ପୂଜା ପାଇ ଆସୁଛନ୍ତି। କଟକ ଜିଲ୍ଲାର ଫୁଲନଖରା ଠାରୁ ପୁରୀ ଜିଲ୍ଲାର କାକଟପୁର ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଚଳ ପ୍ରାଚୀ ନଦୀର ଅବବାହିକା। କେଉଁ ପ୍ରାଚୀନ କାଳରୁ ଏହି ଶାକ୍ତବାଦର ପ୍ରଚାର ହିଁ ଅତି ବିପୁଳ ଭାବରେ କରିଆସିଛି। ପ୍ରାଚୀ ନଦୀର କୂଳେ କୂଳେ କାକଟପୁରର ମା ମଙ୍ଗଳା, ଚୌରାଶୀର ବରାହୀ, ଗୋବିନ୍ଦପୁର ଅନ୍ତର୍ଗତ ମୋତିଆ ଗ୍ରାମର ଚତୁର୍ଭୁଜା ଦୁର୍ଗା, ସୁନ୍ଦରଗ୍ରାମ ନିକଟସ୍ଥ ବରାହୀ, କଣ୍ଟାପଡ଼ାର ଭୈରବୀ, ଅଡ଼ଶପୁରର ବୁଢ଼ୀ ଠାକୁରାଣୀ, କେନ୍ଦୁବିଲ୍ୱର ଅଷ୍ଟଭୁଜା ଚଣ୍ଡୀ ଓ ମାଧବର ଦୁର୍ଗା ମୂର୍ତ୍ତି ଜନମାନସରେ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଛନ୍ତି। ଏମିତି ଖୋଜି ବସିଲେ ମା ସମଗ୍ର ଓଡ଼ିଶାରେ ବିଛାଇ ଦେଇଛନ୍ତି ତାଙ୍କର ଅଭୟ ପଣତକୁ, ଯାହାକୁ ଭରସା କରି ଉତ୍କଳର ପାରିବାରିକ ଓ ସାମାଜିକ ଜୀବନ ହୋଇଥାଏ ମଧୁମୟ। ସକଳ ବିଦ୍ୟାର ମୂଳ ତୁମେ ସର୍ବଶକ୍ତି, ନିରାକାର ରୂପ ତବ ସାକାର ମୂରତି, ସକଳ ତୋହର ମାୟା ତୁଜେ ସର୍ବମୟ, ଆମ ପାଇଁ ପ୍ରସନ୍ନ ତୁ ହୋଇବୁ ନିଶ୍ଚୟ। ଦେବୀ ବିବିଧ ନାମରେ ବିବିଧ ରୂପରେ ଉତ୍କଳର ଛତ୍ରଛତ୍ରେ ଉଡ଼ାଇ ଚାଲିଛନ୍ତି ତାଙ୍କର ଶରଣ ପଞ୍ଜର ବାନା। ଝଙ୍କଡ଼ରେ ସିଂହବାହିନୀ ସାରଳା, ଘଟଗାଁରେ ମା ତାରିଣୀ, କଳାହାଣ୍ଡିରେ ମାଣିକେଶ୍ୱରୀ, ବ୍ରହ୍ମପୁରରେ ତାରାତାରିଣୀ ଓ ମା ନାରାୟଣୀ, ଯାଜପୁରରେ ମା ବିରଜା, ପାଟଣାଗଡ଼ର ସେ ପାଟଣେଶ୍ୱରୀ, ବାଙ୍କିର ଚର୍ଚ୍ଚିକା, କଟକର କଟକ ଚଣ୍ଡୀ, ଖରିଆଲର 64 ଯୋଗିନୀ ଆଉ ରାୟଗଡ଼ାରେ ମାଝି ଗୌରୀ। ଏମିତି ଖୋଜି ବସିଲେ ଆମେ ଦେଖିବା ଓଡ଼ିଶାରେ ବୋଧହୁଏ ଏମିତି ଗାଁଟିଏ ନାହିଁ ଯେଉଁଠି ମା ବା ଗ୍ରାମ ଦେବତୀ ନଥିବେ। କେଉଁଠି ସେ ସଦୃଶ୍ୟ ମନ୍ଦିରରେ ତ, କେଉଁଠି ଚାଳିଆ ଘରେ, ଅବା ଆଉ କେଉଁଠି ସିନ୍ଦୁର ମଣ୍ଡିତ ବରଗଛ ମୂଳରେ ବସିଥାଏ ସେ ମା, ସତେ ଯେମିତି ତାର ସନ୍ତାନକୁ ଅପେକ୍ଷା କରି। ସେ ଯେଉଁଠି ଥାଆନ୍ତୁ ନା କାହିଁକି, ମାର କୋଳ ଯେପରି ଶିଶୁ ପାଇଁ ଏକ ନିର୍ଭୟ ଆଶ୍ରୟସ୍ଥଳ, ଠିକ୍ ସେହିପରି ମାର ଉପସ୍ଥିତି ହିଁ ତାର ଚତୁଃପାର୍ଶ୍ୱରେ ଥିବା ଜନସାଧାରଣଙ୍କୁ ନିର୍ଭୀକ ସଜାଏ। ଲୋକକଥା କହେ, ମା କୋଳେ ଥିଲେ ପିଲା ସଂସାର ଡରେ ନା।
ଠିକ୍ ସେମିତି ଗ୍ରାମ ଦେବତୀ ମଧ୍ୟ ଗ୍ରାମବାସୀଙ୍କୁ ନିର୍ଭୀକ ସଜାଇଥାନ୍ତି। ବିଭିନ୍ନ ପର୍ବପର୍ବାଣୀରେ ଆମର ଏଇ ଦେବୀପୀଠ ମାନ ଜନାକୀର୍ଣ୍ଣ ହୋଇ ଉଠେ। ଆମେ ଅତୀତକୁ ଫେରିଗଲେ ଦେଖିବା ଆଜିକାଲି ପରି ଅତୀତରେ ଯାତାୟାତର ବା ଗମନାଗମନର ଏତେ ସୁବିଧା ନଥିଲା। ତେଣୁ ଯେକୌଣସି ପର୍ବପର୍ବାଣୀ, ବିବାହ ବ୍ରତ ତଥା ସୁଖ ଦୁଃଖରେ ପ୍ରତିଟି ଜନସାଧାରଣଙ୍କର ଅଖଣ୍ଡ ଭରସା ଥିଲା ସେଇ ମାତୃଶକ୍ତି ଉପରେ। ଭାଗବତକାର ଜଗନ୍ନାଥ ଦାସ ମଧ୍ୟ ଶୁଣାଇଛନ୍ତି ଭାଗବତରେ, ଜୟା ବିଜୟା ଭଦ୍ରକାଳୀ ମଙ୍ଗଳା ଚଣ୍ଡିକା ତୁଜି କଙ୍କାଳୀ, ଜୟା ବିଜୟା ଭଦ୍ରକାଳୀ ମଙ୍ଗଳା ଚଣ୍ଡିକା କଙ୍କାଳୀ, ଅନେକ ନାମେ ତୋତେ ଭଣୀ ପୂଜା କରିବେ ଠାକୁରାଣୀ। ସେହି ଅନିର୍ବାଚନୀୟ ମାଙ୍କର ଶାରଦୀୟ ଓ ବାସନ୍ତିକ ମହୋତ୍ସବରେ ଖାଲି ଓଡ଼ିଶା ନୁହେଁ, ଭାରତବର୍ଷ ନୁହେଁ, ଏ ସମଗ୍ର ବିଶ୍ୱ ଯେପରି ମାତୃମୟ ହୋଇଉଠେ। ଇତିହାସ କହେ ପୂର୍ବେ ଦେବୀପୀଠ ମାନଙ୍କରେ ହିଁ ଏହି ପୂଜା ବେଶ ବିଧିବିଧାନ ସହକାରେ ପାଳନ କରାଯାଉଥିଲା। କିନ୍ତୁ କ୍ରମେ ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ସ୍ଥାନେ ସ୍ଥାନେ ମୃଣ୍ମୟୀ ଦେବୀ ମଧ୍ୟ ପୂଜା ପାଉଛନ୍ତି। ଏବେ ଉଭୟ ଦେବୀପୀଠ ଓ ବିଭିନ୍ନ ଅନୁଷ୍ଠାନ ମାନେ ବେଶ ଭକ୍ତିର ସହ ଖୁବ୍ ଜାକଜମକରେ ପାଳନ କରୁଛନ୍ତି ଶାରଦୀୟ ଓ ବାସନ୍ତିକ ଏହି ମାତୃପୂଜା ବା ଦୁର୍ଗା ପୂଜା। ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ରତଚାରିଣୀ ଗୃହିଣୀମାନେ ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା ଅବସରରେ ପଶ୍ଚିମ ଓଡ଼ିଶାର ଝିଅମାନେ ମଧ୍ୟ ଭାଇଜିଉନ୍ତିଆ ବ୍ରତ ପାଳନ କରି ଦେବୀଙ୍କ ପାଖରେ ଭାଇମାନଙ୍କର କଲ୍ୟାଣ ଓ ଶୁଭକାମନା କରିଥାନ୍ତି। କଲ୍ୟାଣମୟୀ ଦେବୀଙ୍କର ପ୍ରଶାନ୍ତ ରୂପକୁ ଦର୍ଶନ କରି ପ୍ରତ୍ୟେକ ଯୋଡ଼ହସ୍ତ ପୂର୍ବକ ପ୍ରାର୍ଥନା କରିଥାନ୍ତି। ସେଇ ମାର ଉଦ୍ଦେଶ୍ୟରେ ନ ଜାନାମି ଦାନମ୍ न च ध्यान जोगम न जानामि तंत्रम न च मंत्र स्तोत्रम न जानामि पूजम न च न्यास जोगम गतिस्त्वं त्वमेका भवानी। मार कृपा बारी सदा सर्वदा आम समस्तंको चलचंचल कराइबा संगे संगे आम मानंकु सत्पथरे परिचालित कराऊ। आम चिंता और चेतनारे भरी देऊ दिव्य भाव आउ मार सेही ममतामयी कल्याणमयी स्नेहमयी मूर्ति प्रति मुहूर्तरे आमर नेत्रपथरे उद्भासित हेउथाओ। एतिकी मार चरणारविंदरे आम समस्तंकर विनम्र प्रार्थना। जा देवी सर्वभूतेषु विष्णुमायेति शब्दिता नमस्तस्यै 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 नमो नमो। जा देवी सर्वभूतेषु चैतन्यत्याभिधीयते नमस्तस्यै 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 नमो नमो। सतरे माँ ही अनन्या तार विकल्प ए संसार रे किछि नाही। हमें समस्ते अंतत हृदयंगम करिबा उचित जे माँ अनंत तार कथा मध्य अनंत। जय माँ आदिशक्ति, जय माँ कल्याणमयी।